ମଣିଷ ତା ଶରୀରକୁ ଏତେ ଭଲ ପାଉଛି, ଏତେ ଆଦର କରୁଛି, ଏତେ ତାର ଯତ୍ନ ନେଉଛି, କିନ୍ତୁ ଏ ଶରୀରଟାର ତିନିଟା ଗତି ହୁଏ। ସେ ତିନିଟା ଗତି କଣ? ନା ଶରୀରଟା ମରିଗଲା ପରେ ତାକୁ ଯଦି ପୋଡ଼ି ଦିଆଯାଏ, ସେ ପାଉଁଶରେ ପରିଣତ ହେଇଯାଏ। ଆଉ ଯଦି ତାକୁ ପୋତି ଦିଆଯାଏ, ପୋକ ହେଇଯାଆନ୍ତି। ଏବଂ ଯଦି ଫିଙ୍ଗି ଦିଆଯାଏ, ତାହେଲେ କୁକୁର ଶିଆଳଙ୍କର ବିଷ୍ଠାରେ ପରିଣତ ହୁଏ। এই ଶରୀରକୁ ଆମେ ଯେଉଁ ଏତେ ଆଦର କରୁଛେ, ଏତେ ଯତ୍ନ କରୁଛେ, ତାର ଏହିପରି ତିନୋଟି ଗତି ହୁଏ। ସେଇଥିପାଇଁ ଏ ଶରୀରର ସାର୍ଥକତା କେମିତି ହବ? ନା ଯଦି ଆମେ ଭଗବାନଙ୍କର ଶରଣାପନ୍ନ ହେଇ ତାଙ୍କରି ସେବାରେ ଏ ଶରୀରକୁ ଲଗେଇବା, ତାହେଲେ ଯାଇକି ଏ ଶରୀର ଧରିବାର ଆମକୁ ସାର୍ଥକତା ମିଳିବ। ନହେଲେ ଏ ଶରୀରକୁ ଧାରଣ କରିବା ସମ୍ପୂର୍ଣ୍ଣ ଭାବରେ ବୃଥା।